ଦେଖନ୍ତୁ, ଯୋଉ ଅଭିଯୋଗ ଆସିଲା ଆମର ପିଆରଆଇ ମେମ୍ବର୍ସ ମାନେ କଲେ, ଏ ଅଭିଯୋଗର ସତ୍ୟତା ଅଛି। ବିଶେଷ ଭାବରେ ସରକାରଙ୍କ ତରଫରୁ ଅତୀତ ଦିନରେ ଯୋଉ ପ୍ରୋଜେକ୍ଟ ଗୁଡ଼ିକ ଟେକଅପ୍ କରାଯାଇଥିଲା ବ୍ଲକ ଜରିଆରେ କିଛି ପୂର୍ଣ୍ଣାଙ୍ଗ ହେଇଛି, ଅନେକ ଅନଗୋଇଂ ଅବସ୍ଥାରେ ଅଛି, କେତେକ କାମ ଆରମ୍ଭ ହେଇନାହିଁ ଏବଂ ଆହୁରି ନୂଆ ପ୍ରକଳ୍ପ ଗୁଡ଼ିକୁ ମଧ୍ୟ ଆମେ ପୁଣି ଟେକଅପ୍ କରିବାର ଆବଶ୍ୟକତା ଅଛି। ତେଣୁ ପୂର୍ବ ସରକାରରେ ଏ ଯୋଉ ପ୍ରକଳ୍ପ ଗୁଡ଼ିକ ଟେକଅପ୍ କରାଯାଇଥିଲା, ସେଥିରେ ଯେହେତୁ ମଝିରେ ଇଲେକ୍ସନ ଆସିଲା, ଇଲେକ୍ସନ ପରବର୍ତ୍ତୀ ଅବସ୍ଥାରେ ଗୋଟେ ସରକାରୀ କଳ ଯୋଉଭଳି ଭାବରେ ଟିକେ ଚଳଚଞ୍ଚଳ ହବା କଥା, ସେଥିପାଇଁ ସମୟ ଲାଗିଛି। ତେଣୁ ଏ ଦୃଷ୍ଟିକୋଣରୁ ଏ ଯୋଉ ପଞ୍ଚାୟତ ସମିତି ମିଟିଂ ଦୀର୍ଘ 4 ମାସ ପରେ ହଉଛି, ତେଣୁ ସେ ଦୃଷ୍ଟିକୋଣରୁ ଯୋଉ ତାଗିଦା ରହିବା କଥା ସେ କଥା ହେଇପାରି ନାହିଁ। ଆଉ କେତେ ଗୁଡ଼ିଏ ପ୍ରକଳ୍ପ ମଧ୍ୟ ଠିକଣା ଭାବରେ ହେଇପାରୁନାହିଁ। କେତେକ କଣ୍ଟ୍ରାକ୍ଟର ଯୋଉମାନେ ଅତୀତ ଦିନରେ ଠିକାଦାରୀ ବ୍ୟବସ୍ଥାରେ ଟେଣ୍ଡର ଜରିଆରେ କାମ ପାଇଛନ୍ତି, କିନ୍ତୁ ସେମାନେ କ୍ରିୟାଶୀଳ ସେଇ ଭାବରେ ହଉନାହାନ୍ତି। ତେଣୁ ସେ ଦୃଷ୍ଟିକୋଣରୁ ଆଜି ପଞ୍ଚାୟତ ସମିତିରେ ବିଧିବଦ୍ଧ ଭାବରେ ଆଲୋଚନା ହେଲା, ସମସ୍ତେ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ସେହି ଅନୁସାରେ ପ୍ରଶାସନିକ କଳ ଏବଂ ଆମର ଲାଇନ ଡିପାର୍ଟମେଣ୍ଟ ଗୁଡ଼ିକ ଚଳଚଞ୍ଚଳ ହେଇକି ଏ ସମସ୍ତ କାମ ଶୀଘ୍ର କେମିତି କରିବେ ସେଥିପାଇଁ ନିଷ୍ପତ୍ତି କରାଯାଇଛି। ନିଶ୍ଚିତ ଭାବରେ ଯୋଉ କଥା ଆସିଛି ଯେ ପ୍ରକୃତରେ ମୁଁ ଯେତେବେଳେ ଜଣେ ଜନପ୍ରତିନିଧି ଭାବରେ ଅଛି, ସେଥିପାଇଁ ମୋର ମଧ୍ୟ ଦାୟିତ୍ୱ ଅଛି, କର୍ତ୍ତବ୍ୟ ଅଛି ଏବଂ ସରକାରୀ କଳଟା ବା ପ୍ରଶାସନ କିଭଳି ଭାବରେ କ୍ରିୟାଶୀଳ ହବ, ଚଳଚଞ୍ଚଳ ହବ, ସେଥିପାଇଁ କେବଳ ବ୍ଲକ ପ୍ରଶାସନ ବା ବ୍ଲକରେ ଯୋଉମାନେ ନିଯୁକ୍ତି ପ୍ରାପ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଚାହିଁଲେ ସବୁ କଥା ମଧ୍ୟ ସମ୍ଭବ ହେଇପାରିବ ନାହିଁ। ସେଥିପାଇଁ ଜିଲ୍ଲା ସ୍ତର ଏବଂ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଆମକୁ ଏ ଅଭିଯୋଗ ବା ଯୋଉଗୁଡ଼ିକ ଆବଶ୍ୟକତା ଅଛି ଏବଂ ଯୋଉ ନୂଆ ଯୋଜନା, ଏ ନୂଆ ଯୋଜନା ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ହେଲେ ଆମର ରାଜ୍ୟ ସ୍ତରରେ ମଧ୍ୟ ଏ କଥାର କେତେକ କ୍ଲିୟରାନ୍ସ ହବାର ଆବଶ୍ୟକତା ଅଛି। ସେଇ ଅନୁସାରେ ଆର୍ଥିକ ସହାୟତାଠୁ ଆରମ୍ଭ କରି ଅନେକ ପ୍ରକଳ୍ପ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ତାକୁ କିଭଳି ଭାବରେ କରାଯିବ, ସେଥିପାଇଁ କେବଳ ବ୍ଲକ ପ୍ରଶାସନ ଜରିଆରେ ଏ କଥାଟା ସମ୍ଭବ ନୁହେଁ। ସେ ଦୃଷ୍ଟିକୋଣରୁ ଲୋକଙ୍କର ଯୋଉ ଦାବି ଅଛି ଏବଂ ସେମାନଙ୍କର ଯୋଉ ଭରସା ଅଛି ଯେ ଏମପି ହସ୍ତକ୍ଷେପ କଲେ ଏ କଥାଟି ପ୍ରକୃତରେ କିଛି ପରିମାଣରେ ସମ୍ଭବ ହେଇପାରିବ, ଏ କଥାଟାର କିଛି ସତ୍ୟତା ଅଛି, ଏ କଥାଟାକୁ ମଧ୍ୟ ମୁଁ ସ୍ୱୀକାର କରୁଛି। ଅପରପକ୍ଷରେ ମୋର ସବୁବେଳେ ଚିନ୍ତାଧାରା ଯେ ଦଳୀୟ ଚିନ୍ତାଠୁ ଉର୍ଦ୍ଧ୍ୱରେ ରୁହେ, ଗୋଟେ ଅଞ୍ଚଳର ବିକାଶରେ ଆମେ ସମସ୍ତଙ୍କୁ ସାଙ୍ଗରେ ନେଇ ସେଥିରେ ଜନପ୍ରତିନିଧି ହୁଅନ୍ତୁ, ପ୍ରଶାସନ ହୁଅନ୍ତୁ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ହୁଅନ୍ତୁ, ଆମେ ମିଳିମିଶିକରି ସମସ୍ତେ ଯଦି କାମ କରିବା ତାହେଲେ ଏ ବ୍ଲକର ବିକାଶ ସମ୍ଭବ ହବ। ସେ ଦୃଷ୍ଟିକୋଣରୁ ଲୋକ ଯାହା ଆଶା କରୁଛନ୍ତି ସେଇ ଅନୁସାରେ ମୁଁ ମଧ୍ୟ ତାର ଦାୟିତ୍ୱ ନେବି ଏବଂ ମୋର କର୍ତ୍ତବ୍ୟ ସମ୍ପାଦନ କରିବି। বিভিন্ন লাইন ডিপার্টমেন্ট সম্পর্কে আলোচনা হয়েছি এবং এরসমা পঞ্চায়েত সমিতি কি গোটে বিকশিত পঞ্চায়েত সমিতি করা যে যোজনা সে যোজনা সম্পর্কে আলোচনা হয়েছি। বিশেষ করে এরসমা ব্লকরে যে ট্যুরিজমর ফ্যাসিলিটিজ অছি, ট্যুরিজম ফ্যাসিলিটিজ রাজ্য সরকারଙ୍କୁ জনাই সারিছি, রাজ্য সরকারଙ୍କୁ লেখি দিয়েছি। তদনুযায়ী জিলাপাল সর্ভে করেছেন। তা সহিত আজ পঞ্চায়েত সমিতিরে নিষ্পত্তি করা যে আপনার হাওয়াখানা, শিয়াড়ি এবং পরমানন্দ ডিয়া কাঙ্কড় আম্বিকির से जगह गुड़ को टूरिज्म डेवलपमेंट करा जाऊ। ता सहित गोटे नूतन प्रस्ताव मो तरफ मु आगत रखी जे जगतसिंहपुर हेडक्वार्टर को एरसमा ब्लॉक सदर महकुमार एक द्वितीय रास्ता जोटा कि जयपुर मणिजंगा दी जाइए से रास्ता व्यतिरके आउ गोटे रास्ता गोटे आरएनबी डिविजन द्वारा ग्रहण करने प्रस्ताव अच्छी। ता सहित विभिन्न जगार जो बात्या आश्रयस्थल पुनरुद्धार, बास्यस्थल पुनर्निर्माण, ता सहित रास्ता घाटर अग्रगतिर स्थिरता, मंथरता और विशेष भाव में सबुठ दुखर कारण है सरकार आसला 7 मास भितर जगतसिंहपुर जिलार जो डेवलपमेंट सेक्शन लाइक आरडी, आरएंडबी, इरिगेशन, आरडब्ल्यूएसएस 4टा विभाग मुख्य पदव खाली। तेणु बर्तमान विकासटा केमी बाधाप्राप्त होता हूँ ज्वलंत उदाहरण। से संपर्क में उद्वेग प्रकाश करा विशेष भाव में पानीय जल
କାର୍ଯ୍ୟକ୍ରମ କିପରି ଭାବରେ ତ୍ୱରାନ୍ୱିତ ହେବ ସେ ସମ୍ପର୍କରେ ଆଲୋଚନା ଥିଲା ଏବଂ ସଭ୍ୟମାନେ ମଧ୍ୟ ନିଶ୍ଚିତ ଭାବରେ ଗଠନମୂଳକ ପ୍ରସ୍ତାବ ଦେଇଛନ୍ତି ଏବଂ କଥା ହେଇଛି ଯେ ମାଟି ପାଇଁ ସମସ୍ତେ ଏକ ହେବେ, ପାର୍ଟି ପାଇଁ ନୁହଁ, ମାଟି ପାଇଁ ସମସ୍ତେ ଏକ, ଏରସମାର ବିକାଶକୁ ଆଗକୁ ନେବେ।